କିଛି ଅଂଶ ମାଥ୍ୟୁ ପୁସ୍ତକ ତାର 21 ପର୍ବ ତାର 1 ପଦରୁ ଆମେ 11 ପଦ ପର୍ଯ୍ୟନ୍ତ ଆମେ ଯୀଶୁଙ୍କର ବିଜୟ ଯାତ୍ରା ସମୟରେ ଆମେ ଦେଖିପାରୁଛୁ ନାଇଁ କି। ତ ଆମେ ତାର 2ଟା 4ଟା ପଦ ପଢିବା ଆଉ ପ୍ରଭୁଙ୍କର ବାକ୍ୟ ଆମେ ଶିଖିବା। ମାଥ୍ୟୁ ପୁସ୍ତକ ତାର 21 ପର୍ବ ତାର 4 ଆଉ 5 ପଦ ଆମେ ପଢିବା। ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ ସେଥି ନିମନ୍ତେ ଏହା ଘଟିଲା। ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସୁଅଛନ୍ତି, ସେ ନମ୍ର ଓ ଗର୍ଦ୍ଧବା ରହି ଶାବକ ଗର୍ଦ୍ଧବ ଶାବକ ରହି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଠି ଗୋଟେ ବିଷୟ ମୁଁ ଦେଖିପାରୁଛି ଯେ ପରମେଶ୍ୱରଙ୍କର ବିଜେତା କାହିଁକି ହେଲା, ମୁଁ ସେହି ସମ୍ବନ୍ଧରେ କିଛି ଅଂଶ ମୁଁ କହିବାକୁ ଚାହେଁ। ଯେ ଯୀଶୁଙ୍କର ବିଜୟ ଯାତ୍ରା ଅର୍ଥାତ୍ ଜେରୁସାଲେମକୁ ପରମେଶ୍ୱର ଅନେକ ଥର ଯାତ୍ରା କରୁଥିଲେ, କିନ୍ତୁ ଏହି ଯାତ୍ରା ତାଙ୍କ ନିମନ୍ତେ ଗୋଟେ ଅନନ୍ୟ ଥିଲା ବା ଗୋଟେ ଭିନ୍ନ ଥିଲା। ତାର 20 ତାର 18 ପଦରେ ଲେଖାଯାଏ, ଦେଖ ଆମ୍ଭେମାନେ ଜେରୁସାଲେମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟ ପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ହସ୍ତରେ ସମର୍ପିତ ହେବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜାଣିଛନ୍ତି ଯେ ଜେରୁସାଲେମ ଗଲା ପରେ କଣ ହେବ, ତାଙ୍କ ପ୍ରତି ଏହି ବିଷୟ ସେ ଜାଣିଥିଲେ। ଆଉ ତାର ଉପରେ ଦେଖନ୍ତୁ, ତାର ମାଥ୍ୟୁ ପୁସ୍ତକ ତାର 20 ତାର 18 ତାର ଉପରେ ଲେଖାଯାଏ ଗୋଟେ ବିଷୟ, ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ତୃତୀୟ ଥର ସୂଚନା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ସୂଚନା ଦଉଛନ୍ତି, ପୁନର୍ବାର 2 ଥର ଦେଇଥିଲେ, ଆଉ ତୃତୀୟ ନମ୍ବରଟା ହେଲା, ତୃତୀୟ ନମ୍ବର ତାଙ୍କର ମୃତ୍ୟୁର ସୂଚନା ହେଲା ଯେ ଦେଖ ଆମ୍ଭେମାନେ ଜେରୁସାଲେମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟ ପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ କେମିତି କା ନିକଟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ହସ୍ତରେ ଯୀଶୁ ଖ୍ରୀଷ୍ଟ ସମର୍ପିତ ହେବେ ବୋଲିକି ସେଇ କଥା ସେ କହୁଛନ୍ତି। ହାଲେଲୁୟା। ତ ଏହି ଯାତ୍ରା ତାଙ୍କ ନିମନ୍ତେ ଗୋଟେ ଅନନ୍ୟ ଥିଲା, ଆଉ ସବୁବେଳେ ସେ ଯାତ୍ରା କରୁଥିଲେ। ଯୀଶୁଖ୍ରୀଷ୍ଟଙ୍କର ତାଙ୍କ ସେବା ଜୀବନରେ ତାର 3.5 ବର୍ଷରେ ମଧ୍ୟରେ ପ୍ରଭୁ ଅନେକ ଥର ଜେରୁସାଲେମକୁ ଯାଉଥିଲେ, କିନ୍ତୁ ଏହି ଯାତ୍ରା ତାଙ୍କ ନିମନ୍ତେ ଗୋଟେ ଅନନ୍ୟ ଥିଲା, ଗୋଟେ ଭିନ୍ନ ଥିଲା। ଆଉ ଯେତେବେଳେ ସେଇ ସୂଚନା ସେ ଦଉଛନ୍ତି, ଆଉ ସୂଚନା ଦେବା ସମୟରେ ଯେ ଯୀଶୁଙ୍କର ବିଜୟ ଯାତ୍ରା ଆଜି ପର୍ଯ୍ୟନ୍ତ ଅନେକ ଲୋକ ଜାଣିନାହାନ୍ତି। ଅନେକ ଲୋକ ଜାଣିନାହାନ୍ତି ଯେ ଯୀଶୁଙ୍କର ବିଜୟ ଯାତ୍ରା କାହିଁକି ହେଲା, ବା ଖଜୁରୀ ବାହୁଙ୍ଗାର ଯୋଉ ପର୍ବଟା ଆମେ କହୁଛୁ, এই ପର୍ବ କାହିଁକି ହେଲା ଆମେ ଅନେକ ଲୋକ ଜାଣିନାହାନ୍ତି। କିନ୍ତୁ ମୁଁ ଗୋଟେ 2ଟା ବିଷୟ କହିବାକୁ ଚାହେଁ ଯେ ଜିଖରୀୟ ଭବିଷ୍ୟତ ବକ୍ତାଙ୍କର ପୁସ୍ତକରେ ଆମେ ଦେଖିବା, ସେ ପୁସ୍ତକ ଜିଖରୀୟ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ ତାର 9 ପର୍ବ ତାର 9 ପଦରେ ଲେଖାଯାଏ, ଗ ସିଓନ କନେ ଅତିଶୟ ଉଲ୍ଲାସ କର, ଗ ଜେରୁସାଲେମ କନେ ଜୟ ଧ୍ୱନି କର, ଦେଖ ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି, ସେ ଧର୍ମମୟ ଓ ପରିତ୍ରାଣ ବିଶିଷ୍ଟ, ସେ ନମ୍ରଶୀଳ ଓ ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସନ୍ତି। ହାଲେଲୁୟା। এই ଜାଗାରେ ଆମେ ଗୋଟେ ଗଧ ଉପରେ ବୋଲି ଆମେ ଦେଖିପାରୁଛୁ ନାଇଁ କି। ଯୀଶୁଖ୍ରୀଷ୍ଟ ଅନେକ ପ୍ରାଣୀ ତ ଥିଲେ ସେଇ ସମୟରେ, କିନ୍ତୁ କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ପ୍ରାଣୀକୁ ସେ ବ୍ୟବହାର କଲେ ନାହିଁ, ଆଉ କାହିଁକି ସେ ଗଧକୁ ସେ ବାଛିଲେ? କାହିଁକି ଗଧ ହେଉଛି ଗୋଟେ ନମ୍ର, ସେ ନମ୍ର ଜୀବ ଅଟେ ସେ, ଆଉ ପରମେଶ୍ୱର ଗୋଟେ ନମ୍ର ଲୋକକୁ ହିଁ ଚାହାନ୍ତି। ହାଲେଲୁୟା। ଏଇଟା ଆମେ ଗୋଟେ ଶିଖିବାର ବିଷୟ ଯେ ଗୋଟେ ଗଧକୁ ସେ ବାଛିଲେ, ତାଙ୍କର ପଠାଇଲେ, ସେ କଣ କର ତମେ ସେଇ ମାଥ୍ୟୁ ପୁସ୍ତକ ତାର 21ରେ ଆମେ ଦେଖିପାରୁଛୁ ଯେ ସେଇ ଜାଗାରେ ଶିଷ୍ୟମାନେ କଲେ, ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କଲେ। ଆଉ ଶିଷ୍ୟମାନଙ୍କୁ ପରମେଶ୍ୱର ବା ଯୀଶୁଖ୍ରୀଷ୍ଟ ଆଦେଶ ଦେଲେ, ତୁମେ ମାନେ ଯାଅ, ଆଉ ତୁମର ସମ୍ମୁଖରେ ଯେଉଁ ଗ୍ରାମ ଥିବ, ସେଇ ଗ୍ରାମରେ ଗୋଟେ ଗଧ ବନ୍ଧା ହେଇଥିବ, ସେଇ ଗ୍ରାମରେ ଯାଇ କଣ କର, ସେଇ ଗଧ ଛୁଆକୁ ତମେ ଫିଟାଇ ଆଣ ବୋଲିକିରି କହିଲେ। ଆଉ ଯଦି ତାର ମାଲିକ ଯଦି ତାକୁ ପଚାରିବେ, ତାହେଲେ ତମେ କଣ କର ଯେ ପ୍ରଭୁଙ୍କର ଏହାଠାରେ ପ୍ରୟୋଜନ ଅଛି, ଏଥିପାଇଁ ତୁମେ ଆକୁ ଦିଅ ବୋଲିକିରି, କଣ ଆକୁ ପ୍ରୟୋଜନ ଅଛି ବୋଲି ତମେ କହିବ ବୋଲି ସେଇ ଜାଗାରେ ଶିଷ୍ୟମାନଙ୍କୁ କହିଥିଲେ। ତ ଆମ୍ଭେ ମାନେ ଦେଖିପାରୁଛୁ ଯେ କଣ ଯେ ଗୋଟେ ପରମେଶ୍ୱର ଗୋଟେ ଗଧକୁ ସେ କଣ କଲେ, ସେ ଚୟନ କଲେ। ପ୍ରଭୁ ଗୋଟେ ଗଧକୁ ବାଛିଲେ, ସେ ଗଧ ଉପରେ ଆସିଲେ। ଅର୍ଥାତ୍ ମୁଁ ଗଧକୁ ହାଇଲାଇଟ୍ କରିବାକୁ ଚାହେଁ ନାହିଁ, ଆଉ ପ୍ରଭୁ ସେ ଗଧ ଠାରୁ ମହାନ ପରମେଶ୍ୱର ଅଟନ୍ତି। ହାଲେଲୁୟା। ଏଇ ବିଷୟ ମୁଁ କହିବାକୁ ଚାହେଁ। ଆମେ ଅନେକ ସମୟରେ ସେଇ ଗଧ ବିଷୟ ଆମେ ଶିଖିପାରୁଛୁ ନାଇଁ କି। ସେ ଗଧର ବିଷୟ ଆମେ ଜାଣିପାରୁଛୁ, ଅନେକ ୟୁଟ୍ୟୁବରେ ଆଜିକାଲି ଅନେକ ଶିକ୍ଷା ଆସୁଛି, କିନ୍ତୁ ମୁଁ ଆପଣମାନଙ୍କୁ ସେଇ ଗଧ ସମ୍ବନ୍ଧରେ କହିବାକୁ ଚାହେଁ ନାହିଁ। କିନ୍ତୁ ଗଧର ଯୋଉ ଗୁଣ ଥିଲା, ଅର୍ଥାତ୍ ଯୋଉ ଗଧର ନମ୍ର ଗୁଣ, ସେଇଟାକୁ ମୁଁ କହିବାକୁ ଚାହେଁ ଯେ ସେମିତି ଠିକ୍ ସେଇ ପ୍ରକାର ମଧ୍ୟ ଯୀଶୁଖ୍ରୀଷ୍ଟ ଜଣେ ନମ୍ର ବୋଲିକିରି ଲେଖାଯାଉଛି। କଣ ସେ ନମ୍ରଶୀଳ, ତାର 9 ପର୍ବରେ ତାର 9 ପଦରେ ଲେଖାଯାଏ, ଗ ସିଓନ କନେ ଅତିଶୟ ଉଲ୍ଲାସ କର, ଗ ଜେରୁସାଲେମ କନେ ଜୟ ଧ୍ୱନି କର, ଦେଖ ତୁମ୍ଭର ରାଜା ତୁମ ନିକଟକୁ ଆସୁଅଛନ୍ତି, ସେ ଧର୍ମମୟ। ପ୍ରଭୁ କେମିତି? ସେ ଧର୍ମମୟ ପରମେଶ୍ୱର ସେ ଅଟନ୍ତି, ଆଉ ସେ ପରିତ୍ରାଣ ବିଶିଷ୍ଟ।
କେମିତି ସେ ପରିତ୍ରାଣ ବିଶିଷ୍ଟ ପରମେଶ୍ୱର ସେ ନମ୍ରଶୀଳ ଓ ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସନ୍ତି। ହାଲେଲୁୟା। ତ କ'ଣ ଏଇ ଜାଗାରେ ଆମେ ନମ୍ର ବିଷୟକୁ ଆମେ ଦେଖିପାରୁଛୁ ନାଇଁ କି? ଆଉ ନମ୍ର ବିଷୟରେ ଆମେ ଦେଖିପାରିବା ଯଦି ଆମେ ସେଇ ସମ୍ବନ୍ଧରେ ଆମେ ଶିକ୍ଷା ପାଇବା, ଯଦି ନମ୍ର ବିଷୟ ଆମେ ଜାଣିବାକୁ ହେଲେ ଆମେ ଫିଲିପିଓ ପୁସ୍ତକରେ ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ନମ୍ର ବିଷୟକୁ ଆମେ ଦେଖିପାରୁଛୁ। ମୁଁ ସେଇ ଫିଲିପିଓ ପୁସ୍ତକ ଆପଣମାନଙ୍କ ନିକଟରେ କିଛି କହିବାକୁ ଚାହେଁ। ଫିଲିପିଓ ପୁସ୍ତକ କାଢ଼ନ୍ତୁ। ଫିଲିପିଓ ପୁସ୍ତକ ଫିଲିପିଓ ତାର 2 ପର୍ବ ତାର 6 ପଦରେ ଲେଖାଯାଏ, ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜେ ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। ତାର 7 ପଦ 8 ପଦ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପରମେଶ୍ୱର ସେ କ'ଣ କଲେ? ଯୀଶୁ ଖ୍ରୀଷ୍ଟ ଆପଣାକୁ ସେ ଶୂନ୍ୟ କରିଦେଲେ ମୋର ଲାଗି। ହାଲେଲୁୟା। କ'ଣ ସେ ଆମ୍ଭମାନଙ୍କ ଲାଗି ସେ ଆପଣାକୁ ଶୂନ୍ୟ କଲେ ମୋର ପ୍ରିୟମାନେ। ସେ ଏଇଟା ହଉଛି ନମ୍ରତାର ଆଦର୍ଶ ପରମେଶ୍ୱର। କେମିତି ଖ୍ରୀଷ୍ଟଙ୍କର ନମ୍ରତାର ଆଦର୍ଶ ପରମେଶ୍ୱର ସେ ନମ୍ରତାର ଆଦର୍ଶ ହେଲେ। କେମିତି ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ସେ ଆମ୍ଭମାନଙ୍କ ନିମନ୍ତେ ଶୂନ୍ୟ କଲେ ମୋର ପ୍ରିୟମାନେ। ଆମେ ଏହି ବିଷୟକୁ ଆମେ ଜାଣିବାକୁ ପଡ଼ିବ। ଅନେକ ଲୋକ ସେଇ ଶୂନ୍ୟ ବିଷୟକୁ ସେ କ'ଣ ଅନେକ ଲୋକ ଅନେକ ବିଷୟ ପାଇଲା ପରେ କିଛି ପାଇଲା ପରେ ସେମାନେ ଶୂନ୍ୟ ବୋଲି ଦେଖାନ୍ତି ନାହିଁ, ନିଜକୁ ସେମାନେ ଶୂନ୍ୟ କରନ୍ତି ନାହିଁ ମୋର ପ୍ରିୟମାନେ। କିନ୍ତୁ ଯୀଶୁ ଖ୍ରୀଷ୍ଟ ନିଜେ ସେ ନମ୍ରତାର ଆଦର୍ଶ ହେଲେ। ସେ ନିଜେ କ'ଣ କଲେ? ସେ ନମ୍ରତାର ଆଦର୍ଶ ହେଇ ସେ ଆପଣାକୁ ଶୂନ୍ୟ କଲେ। ଆମେ ସେହି ଶୂନ୍ୟତାକୁ ଆମକୁ ଜାଣିବାକୁ ପଡ଼ିବ। ହାଲେଲୁୟା। ପ୍ରଭୁଙ୍କ ନାମର ଧନ୍ୟବାଦ। ସେ କ'ଣ କଲେ? ପୁଣି ତାର 8 ପଦ ଲେଖାଯାଏ, ପୁଣି ମନୁଷ୍ୟ ଭାବରେ ଦେଖାଯାଏ ମୃତ୍ୟୁ ପର୍ଯ୍ୟନ୍ତ। କେମିତି ମନୁଷ୍ୟ ଭାବରେ ସେ ଦେଖାଯାଏ ମୃତ୍ୟୁ ପର୍ଯ୍ୟନ୍ତ। ହଁ, କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞା ବହି ଆପଣାକୁ ଅବନତ କଲେ। କୌଣସି ପ୍ରକାର ସେ ଆଜ୍ଞା ଲଙ୍ଘନ କଲେ ନାହିଁ। ସେ କ'ଣ ଆପଣାକୁ ଅବନତ କଲେ। ଆଉ ଅବନତ କରି ସେ କ'ଣ କଲେ? ନିଜକୁ ସେ ଶୂନ୍ୟ କଲେ। ଆମ୍ଭେମାନେ ଅନେକ ଲୋକ ଏଇ ଦିନ ମାନଙ୍କରେ ଆମେ ଶୂନ୍ୟ କରୁନାହୁଁ। ଏହି ବିଷୟ ମୁଁ କହିବାକୁ ଚାହେଁ। କ'ଣ ଆମେ ଅନେକ ଲୋକ ଆମେ ନିଜକୁ ଶୂନ୍ୟ କରୁନାହୁଁ। ଆମେ ଯଦି ଶୂନ୍ୟ କରିବା ନାହିଁ ତାହେଲେ ଆମେ ଗୋଟେ ଆଦର୍ଶ ସ୍ୱରୂପ ହେବା ନାହିଁ। ମୋର ପଏଣ୍ଟଟା ହେଲା ଆମର ନମ୍ରତା। ସେଇ ପ୍ରଭୁଙ୍କର ନମ୍ରତା ବିଷୟକୁ ଆମେ କ'ଣ କରିବାକୁ ପଡ଼ିବ? ଆମକୁ ଧାରଣ କରିବାକୁ ପଡ଼ିବ ମୋର ପ୍ରିୟମାନେ। ଆମର ଜୀବନରେ ସେଇ ପ୍ରଭୁଙ୍କର ନମ୍ରତା ଦେଖାଯାଉ ନାହିଁ। ମେନ୍ ବିଷୟ ହେଲା କ'ଣ? ସେ ପ୍ରଭୁଙ୍କର ନମ୍ରତା, ସେଇ ନମ୍ରତା ଆମଠାରେ ଦେଖାଯାଉ ନାହିଁ। କିନ୍ତୁ ସେ ପ୍ରଭୁଙ୍କର ନମ୍ରତାର ତାଙ୍କର ଯୋଉ କ୍ୟାରେକ୍ଟରକୁ ଆମକୁ କ'ଣ କରିବାକୁ ପଡ଼ିବ? ଆମକୁ ଧାରଣ କରିବାକୁ ପଡ଼ିବ। ହାଲେଲୁୟା। ସେଇ ଲେଖାଯାଏ ସେଇ ଜିଖରୀୟ ପୁସ୍ତକରେ ନେଇକି ବହୁତ ସୁନ୍ଦର ଭାବରେ ଲେଖାଯାଏ। ଆମେ ପୁନର୍ବାର ଟିକେ ପଢ଼ିବା। ବହୁତ ସୁନ୍ଦର ଭାବରେ ଲେଖାଯାଉଛି ସେଇ ଜାଗାରେ, ଅତି ସୁନ୍ଦର ଭାବରେ ଆମେ ପଢ଼ିଗଲୁ ନାଇଁ କି? ସେ ନମ୍ରଶୀଳ ଓ ଗର୍ଦ୍ଧ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସନ୍ତି। ସେ ନମ୍ରଶୀଳ, ସେ ପରିତ୍ରାଣ ବିଶିଷ୍ଟ, ସେ ଆମକୁ ପରିତ୍ରାଣ ଦେଲେ। ଏଫେସୀୟ ପୁସ୍ତକରେ ବହୁତ ସୁନ୍ଦର ଭାବରେ ସେଇ ପରିତ୍ରାଣ ସମ୍ବନ୍ଧରେ ମଧ୍ୟ ଲେଖାଯାଏ। ଆମେ ଟିକେ ସେଇ ବିଷୟ ଦେଖିବା। ଏଫେସୀୟ ପୁସ୍ତକ ତାର 2 ପର୍ବରେ ଲେଖାଯାଏ। ଏଫେସୀୟ ପୁସ୍ତକ ତାର 2 4 ଆଉ 5 ପଦ ପଢ଼ିବା। ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟା ସାଗର ଯେ ଈଶ୍ୱର ସେ ଆମ୍ଭମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ଆମେମାନେ ଅନୁଗ୍ରହରେ ପରିତ୍ରାଣ ପାଇଲୁ। ସେ କ'ଣ କଲେ? ଆମକୁ ସେ ମହାପ୍ରେମରେ ପ୍ରେମ କଲେ ମୋର ପ୍ରିୟମାନେ। ଆମକୁ ସେ ମହାପ୍ରେମରେ ପ୍ରେମ କଲେ। କିଛି ଏମିତି ସେମିତି ପ୍ରେମ ନାହିଁ, ସେ ମହାପ୍ରେମରେ ପ୍ରେମ କଲେ। ଯେତେବେଳେ କ୍ରୁଶରେ ସେ ହତ ହେଲେ, ସେଇ କ୍ରୁଶରେ ହତ ହେବା ସମୟରେ ସେ ଆମମାନଙ୍କ ପ୍ରତି ସେ ଆପଣା ପ୍ରେମକୁ ପ୍ରମାଣ କରିଦେଲେ ଆମ ନିମନ୍ତେ ଯେ କେତେ ସେ ପ୍ରେମ କରନ୍ତି। ହାଲେଲୁୟା। ତ ମୁଁ ଆଜି କହିବାର ତାତ୍ପର୍ଯ୍ୟ ଏହି ଯେ এই ବିଜୟ ଯାତ୍ରା ଦିବସରେ ନାଇଁ କି ପ୍ରଭୁଙ୍କର ଯୋଉ ବିଜୟ ଯାତ୍ରା ଦିବସରେ ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନମ୍ର ହେଲେ ଆଉ ଯୋଉ ପରିତ୍ରାଣ ବିଶିଷ୍ଟ ହେଲେ ସେହି ବିଷୟକୁ ଆମକୁ ଧ୍ୟାନ କରିବାକୁ ପଡ଼ିବ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଆଉ ମୁଁ ଅନେକ ବିଷୟ ରଖିଥିଲି ଯୋଉ ଆମେ ଦେଖୁଥିଲୁ ଯେ ଯୋଉ ଆମର ଆଚରଣ ସମ୍ବନ୍ଧରେ, ସେ ଆଚରଣ ବିଷୟକୁ ମୁଁ କହିବି ଭାବୁଥିଲି, କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ହେତୁ ଯୋଉ ଯୀଶୁଙ୍କର ବିଜୟ ଯାତ୍ରା ଯୋଉ କାରଣ ଜିଖରୀୟ ଭବିଷ୍ୟତ ବକ୍ତାଙ୍କର ପୁସ୍ତକରେ ତାର 520 ବର୍ଷ ପୂର୍ବରେ ସେ କ'ଣ ହେଲେ? ଜିଖରୀୟ ଭବିଷ୍ୟତ ବକ୍ତା ଏହି ବିଷୟକୁ ସେ ଭବିଷ୍ୟତବାଣୀ କରିଥିଲେ। ହାଲେଲୁୟା।
ଯେତେବେଳେ ଜିଖରୀୟ ଭବିଷ୍ୟତବକ୍ତାଙ୍କ ତାର 520 ବର୍ଷ ପୂର୍ବରୁ ମୁଁ ଯାହା ଯଦି ଭୁଲ କହୁଥିଲେ ମତେ ଆପଣ ମାନେ କହିପାରିବେ ଯେ ମୁଁ ଯାହା ଜାଣିଛି ଯେ ଜିଖରୀୟ ଭବିଷ୍ୟତବକ୍ତାଙ୍କର ପୁସ୍ତକରେ 520 ବର୍ଷ ପୂର୍ବରୁ ଏ ଭବିଷ୍ୟତବାଣୀ ହେଇଥିଲା ଯେ ତୁମମାନଙ୍କ ନିମନ୍ତେ ଗୋଟେ ରାଜା ଆସିବେ, ସେ ଶାନ୍ତିର ରାଜକୁମାର ହେବେ। ହାଲେଲୁୟା, ପ୍ରଭୁଙ୍କ ନାମରେ ଧନ୍ୟବାଦ। ସେ କଣ କଲେ ସେଥିପାଇଁ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ ଏଥି ନିମନ୍ତେ ଏହା ଘଟିଲା। କଣ ପାଇଁ ପ୍ରଭୁଙ୍କର ଏ ବିଜୟ ଯାତ୍ରା ଅର୍ଥାତ ଏଇ ଖଜୁରୀ ବାହୁଙ୍ଗର ଯୋଉ ପର୍ବଟା ବା ଯୀଶୁଙ୍କର ଯୋଉ ଏହି ବିଷୟ କଣ ପାଇଁ ଘଟିଲା ଅନେକ ଲୋକ ଜାଣି ନାହାନ୍ତି ମୋର ପ୍ରିୟମାନେ। ଯୋଉ ଭାବବାଦୀଙ୍କର କଥାଟା ଯୋଉ ସଫଳ ହେବା, ଯୋଉ ଭାବବାଦୀଙ୍କର ଭାବବାଣୀ ସଫଳ ହେବା ନିମନ୍ତେ ଏହି ବିଷୟ କଣ ଘଟିଲା। ସିଓନର କନ୍ୟାକୁ କୁହ, ଦେଖ ତୋର ରାଜା ତୋ ନିକଟକୁ ଆସନ୍ତୁ। ସେ ନମ୍ର, ମୁଁ ହାଇଲାଇଟ୍ କରିବାକୁ ଚାହେଁ ଯେ ନମ୍ର ବିଷୟକୁ, ଆମେ ସେଇ ନମ୍ରତାକୁ ଆମେ ଆଦର୍ଶ କରିବାକୁ ପଡିବ ମୋର ପ୍ରିୟ ମାନେ। ଅନେକଙ୍କର ଜୀବନରେ ବା ଆମମାନଙ୍କ ଜୀବନରେ ସେ ନମ୍ରତା ଦେଖା ଯାଉନାହିଁ। ପ୍ରଭୁଙ୍କର ଯୋଉ ନମ୍ରତାର ବିଷୟ, ଯୋଉ ନମ୍ରତାର ଗୁଣ ଦେଖା ଯାଉନାହିଁ, ଅନେକ ସମୟରେ ସେ ନମ୍ରତାକୁ ଆମେ ତ୍ୟାଗ କରୁଅଛୁ। କିନ୍ତୁ ମୁଁ କହିବାକୁ ଚାହେଁ ଯେ ମୁଁ ଏଇ ଶିକ୍ଷାରେ ବା ଏଇ ଆମେ ଶିଖିବାକୁ ଚାହୁଁଛେ ଯେ କଣ ପ୍ରଭୁଙ୍କର ଯେ ପ୍ରକାର ସେ ଗୋଟେ ମେଷରେ ଯେ ପ୍ରକାର ବସି ଆସିଲେ, ସେ ପ୍ରକାର ଗୋଟେ ଗଧକୁ ସେ ବାଛିଲେ। ଆମେ ସେଇ ଗଧ ଯେ ପ୍ରକାର ନମ୍ର ଥିଲେ, ଆମେ ଗଧ ତ କହିବା, ଗଧ ତ ଗୋଟେ ନମ୍ର ପ୍ରାଣୀ ଅଟେ ମୁଁ କହିଲି, କିନ୍ତୁ ସେଇ ଗଧର ଯୋଉ ନମ୍ରଟା ଯୋଉ ଗୁଣ ଥିଲା, ଆମେ ସେଇପରି ସେଇ ଗୁଣକୁ ଆମର ଜୀବନରେ ବଜାଇବାର ଅଛି ମୋର ପ୍ରିୟ ମାନେ। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ। ପ୍ରଭୁ ଏ କିଛି ବାକ୍ୟରେ କିଛି ଶିକ୍ଷାରେ ଆମମାନଙ୍କର ସହବର୍ତ୍ତୀ ହେଲେ ମୁଁ ଏଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଯଦି ପ୍ରଭୁ ଅନୁଗ୍ରହ କରନ୍ତି ତାହେଲେ ଅନେକ ବିଷୟ ଶିଖିବା, ଆଉ ଆଗାମୀ ଦିନ ମାନଙ୍କରେ ପ୍ରଭୁ ଯେ ପ୍ରକାର କଥା କହିବେ ଏଥିପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ଏ କିଛି ବିଜୟ ଯାତ୍ରା ସମ୍ବନ୍ଧରେ ମୁଁ ଯାହା କିଛି ଦୁଇ ଚାରିଟା ପଏଣ୍ଟ ଆପଣଙ୍କ ନିକଟରେ ରଖିଲି, এই বিষয়କୁ ଆମେ ଧ୍ୟାନ କରନ୍ତୁ ଯେ ପ୍ରଭୁଙ୍କର ନମ୍ରତା ଗୁଣ ଆମ ଠାରେ ଅଛି କି ନାହିଁ ତାହା ବିବେଚନା କରନ୍ତୁ। ଆମେ ମାନେ ସମସ୍ତେ ବିବେଚନା କରିବା ଆଉ ସେଇ ନମ୍ରତାରୁ ଆମେ ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଆଦର୍ଶ ହେଲେ ଆମେ ମାନେ ଯେ ଗୋଟେ ଆଦର୍ଶ ସ୍ୱରୂପ ହେବା। ପ୍ରଭୁ ଏ ଜୀବିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।